ଡଙ୍ଗିଆଣିକୁ ହରାଇ ରେଞ୍ଜ ଫାଇଣ୍ଡର ତାଳମହିଳା ସେମିଫାଇନାଲରେ ପ୍ରବେଶ କରିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ଅଖରକଟା ଗ୍ରାମରେ ହେଉଥିବା ମା ଚର୍ଚ୍ଚିକା କ୍ରିକେଟ କ୍ଲବ ପକ୍ଷରୁ ଆଜି ତାର ତୃତୀୟ ଦିବସ ରାତ୍ରିକାଳୀନ ମ୍ୟାଚ୍। ଆଜି ଏହି ତୃତୀୟ ଦିବସରେ ରେଞ୍ଜ ଫାଇଣ୍ଡର ସହିତ ଡଙ୍ଗିଆଣି ଖେଳିଥିଲା। ପ୍ରଥମେ ରେଞ୍ଜ ଫାଇଣ୍ଡର ତାଳମହିଳା ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 8 ଓଭରରେ 112 ରନ୍ କରିଥିବା ବେଳେ ଖୋଲ ଡଙ୍ଗିଆଣି 8 ଓଭରରେ 8 ୱିକେଟ୍ ହରାଇ 71 ରନ୍ କରିଥିଲା ଏବଂ ରେଞ୍ଜ ଫାଇଣ୍ଡର ମ୍ୟାଚକୁ ଜିତି ସେମିରେ ପ୍ରବେଶ କରିଥିଲା। ଏଥିରେ ଅତିଥି ଭାବେ ସମାଜସେବୀ ସଞ୍ଜୟ ପ୍ରଧାନ, ସମାଜସେବୀ ରଘୁନାଥ ରାଣା ଯୋଗଦେଇ ମ୍ୟାଚ୍ ଅଫ୍ ଦ ମ୍ୟାଚ୍ ବାଦଲ ଚଗୁଲାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ପାରିବି ବୋଲି ମୁଁ କେବେ ବିଶ୍ୱାସ କରୁନଥିଲି, କିନ୍ତୁ ଆଜି ଆମର ଉପସ୍ଥିତ ଥିବା ମଞ୍ଚାସୀନ ଭାଇ ଆଉ ମୋର